ବିଜେଡି ନେତ୍ରୀ ଏଲିନା ଦାସଙ୍କ ତିର୍ଚ୍ଛା ବାଳ କାହାକୁ ତୀର ମାରିଲେ ଏଲିନା? ଜେଲରେ କର୍ମୀ ରାଜଉଆସରେ ନେତା ବୋଲି କଲେ କଟାକ୍ଷ। କହିଲେ ବିଜେଡିରେ ଏବେ ଦଗାଲୁଆ ଲୋକ ପ୍ରବଳ। କର୍ମୀ ଜେଲରେ ନେତା ରାଜଉଆସରେ ଦଳ ପାଇଁ କର୍ମୀ ଲହୁଲୁହାଣ, କିନ୍ତୁ ନେତା ଆଜି ଗାଡ଼ି କିଣିବା ଅଭିଯାନରେ ବ୍ୟସ୍ତ। ଏହି ତିତ୍କଣ ଓ ବିବାଦୀୟ ମନ୍ତବ୍ୟ ସହ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ସୃଷ୍ଟି କରିଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ। ସେ ପ୍ରଥମେ ଦୁଇଟି ଭିଡିଓ ପୋଷ୍ଟ କରି ରାଜଉଆସ ଓ କ୍ରୀତଦାସ ଉଆସ ବୋଲି ଶୀର୍ଷକ ଦେଇଥିଲେ। ଏହି ଶବ୍ଦ ଚୟନ ସାଧାରଣ ନୁହେଁ, ବରଂ ଦଳର ମଧ୍ୟରେ ଚାଲୁଥିବା ଅସନ୍ତୋଷ ଓ ଭିତରୁ ଉଠୁଥିବା ଅଭିଯୋଗକୁ ସୂଚିତ କରୁଛି ବୋଲି ରାଜନୈତିକ ମଣ୍ଡଳରେ ଚର୍ଚ୍ଚା ବେଶ ଜୋର ଧରିଛି। ତାଙ୍କର ଆଉ ଗୋଟେ ପୋଷ୍ଟରେ ସେ ଲେଖିଛନ୍ତି, ନେତା ଆଜି ପରିକ୍ରମା ପଥରେ ଘର କରି ରାଜଉଆସରେ ରହୁଛନ୍ତି, କିନ୍ତୁ କର୍ମୀମାନେ ଆଜି ଜେଲର ଚାରିକାନ୍ଥ ଭିତରେ ଜୀବନ କାଟୁଛନ୍ତି। ହଜାର ହଜାର କର୍ମୀ ଆହତ ଅବସ୍ଥାରେ ଦଳକୁ ବଞ୍ଚାଇବାକୁ ଲଢୁଥିବା ବେଳେ କିଛି ନେତା ନିଜସ୍ୱ ସୁଖ ସୁବିଧାରେ ଗାଡ଼ି କିଣିବାରେ ବ୍ୟସ୍ତ ଅଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଯଦିଓ ସେ କାହାର ନାଁ ସ୍ପଷ୍ଟ କରିନାହାନ୍ତି, ତଥାପି କିଏ ସେ ନେତା, ଏହି ପ୍ରଶ୍ନ ନେଇ ଦଳୀୟ ଓ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଲାଗିଛି। ଏଥିସହିତ ସେ ଗତ ଶାସନ କାଳକୁ ଉଲ୍ଲେଖ କରି କହିଛନ୍ତି ଯେ ଯାହାକୁ ଅତ୍ୟଧିକ ଭରସା ଓ କ୍ଷମତା ଦିଆଯାଇଥିଲା, ସେହି ଲୋକମାନେ ପରେ ଲୋକଙ୍କୁ ହଇରାଣ କରି ବିଶ୍ୱାସଘାତକ କରିଥିଲେ। ଏବେ ସେହି ଭୁଲର ପରିଣାମ ଅନୁଭବ କରାଯାଉଛି ବୋଲି ତାଙ୍କର ଇଙ୍ଗିତ ରହିଛି। ସବୁଠୁ ଶେଷରେ ସେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ କରି କହିଛନ୍ତି ଯେ ନବୀନ ନିବାସ ଭଳି ଗୋଟିଏ ସକାରାତ୍ମକ ଓ ଦଳୀୟ ଆଦର୍ଶର ପ୍ରତୀକ ସ୍ଥାନକୁ କ୍ରୀତଦାସ ମନୋଭାବର ନକାରାତ୍ମକ ଲୋକଙ୍କ ପ୍ରବେଶ ବନ୍ଦ କରାଯିବା ଉଚିତ। ଏ ପୋଷ୍ଟ କେବଳ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଜୋର ଧରିନି, ବରଂ ବିଜେଡି ଭିତରେ ଅସନ୍ତୋଷ ଭିତରୁ ମତଭେଦ ରହିଥିବା ସଂକେତ ମଧ୍ୟ ଦେଇଛି। ରିପୋର୍ଟ ଦୂରବାର୍ତ୍ତା ନ୍ୟୁଜ। BSG चाहता है चलो कुछ ऐसा करेंगे, देश की शान है हम शानदार रहेंगे, शानदार रहेंगे। TSG गुरुकुल गोठपाटणा भुवनेश्वर।